जय जगन्नाथ। चालंतु सुनिबा महाप्रभु श्री जगन्नाथଙ୍କ କିଛି ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ରହସ୍ୟ ଯାହା ଶୁଣିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ। ପ୍ରଥମ ରହସ୍ୟ, ଉଲ୍ଟା ପତାକା। ସାଧାରଣତଃ ପତାକା ପବନ ଦିଗରେ ଉଡ଼େ, କିନ୍ତୁ ଶ୍ରୀମନ୍ଦିର ପତାକା ସବୁବେଳେ ପବନର ଉଲ୍ଟା ଦିଗରେ ଉଡ଼ିଥାଏ। ଦ୍ୱିତୀୟ, ଅଦୃଶ୍ୟ ଛାଇ। ଦିନର ଯେକୌଣସି ସମୟ ହେଉ ମନ୍ଦିରର ମୁଖ୍ୟ ଗୁମ୍ବଜର ଛାଇ କେବେ ବି ଭୂମିରେ ପଡ଼େ ନାହିଁ। ତୃତୀୟ, ନିଶବ୍ଦ ସିଂହଦ୍ୱାର। ସିଂହଦ୍ୱାର ବାହାରେ ସମୁଦ୍ରର ଗର୍ଜନ ଶୁଣାଯାଏ, କିନ୍ତୁ ଭିତରକୁ ପ୍ରବେଶ କରିଲେ ସବୁକିଛି ହୋଇଯାଏ ନିଶବ୍ଦ। କୁହାଯାଏ ଏଠାରେ ହନୁମାନ ନିଜେ ଶବ୍ଦକୁ ରୋକି ରଖିଛନ୍ତି। ଚତୁର୍ଥ, ମାଠିଆ ରୋଷେଇ। ରୋଷେଇଶାଳାରେ 7ଟି ମାଠିଆ ଗୋଟିଏ ଉପରେ ଗୋଟିଏ ରଖାଯାଏ, କିନ୍ତୁ ଆଶ୍ଚର୍ଯ୍ୟ କଥା ହେଲା ସବୁଠୁ ଉପରେ ଥିବା ମାଠିଆର ଖାଦ୍ୟ ପ୍ରଥମେ ସିଝିଯାଏ। ପଞ୍ଚମ, ନୀଳଚକ୍ର। ଆପଣ ଯେଉଁ ଦିଗରୁ ଚାହିଁଲେ ବି ନୀଳଚକ୍ର ସବୁବେଳେ ଆପଣଙ୍କୁ ସାମ୍ନା ପଟୁ ଦେଖାଯିବ। ଷଷ୍ଠ, ଶୂନ୍ୟ ଆକାଶ। ମନ୍ଦିର ଉପରେ କେବେ ବି କୌଣସି ପକ୍ଷୀ ଉଡ଼ନ୍ତି ନାହିଁ, ନାହିଁ କି ବସନ୍ତି। ଏହି ସବୁ ରହସ୍ୟ ଭିତରୁ ଆପଣଙ୍କୁ କେଉଁଟା ସବୁଠୁ ଅଧିକ ଆଶ୍ଚର୍ଯ୍ୟ ଲାଗିଲା? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଯଦି ଆପଣ ବି ମହାପ୍ରଭୁଙ୍କ ଭକ୍ତ, ତେବେ ଏହି ଭିଡ଼ିଓକୁ ଲାଇକ୍ ଓ ସେୟାର କରନ୍ତୁ। ଜୟ ଜଗନ୍ନାଥ।